ବନ୍ଧୁଗଣ, ଆଜି ଆମ ଗ୍ରାମରେ ରାଶି ଅମଳ ଚାଲିଛି। ଏଠାରେ ଜଣେ ଚାଷୀ ଭାଇ କିପରି ରାଶିକୁ ପାରମ୍ପରିକ ରୂପରେ ଅମଳ କରୁଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଏହି ଭିଡ଼ିଓରେ ଆମେ ଦେଖିବା। ତା ସହିତ ରାଶି ବିଷୟରେ ମଧ୍ୟ କିଛି ଜାଣିବା। ରାଶି ସ୍ୱାସ୍ଥ୍ୟ ପକ୍ଷେ ବହୁତ ଉପକାରୀ। ଏଥିରେ ଶତକଡ଼ା 47-53 ଭାଗ ତେଲ ଥାଏ। ନିଗିଡ଼ା, ବାଲିଆ, ଦୋରସା ଓ ହାଲକା ମାଟିରେ ରାଶି ଫସଲ ଚାଷ କରାଯାଇଥାଏ। ମାଟିରେ ଅମ୍ଳ ପରିମାପକ ମୂଲ୍ୟ 5.5ରୁ 8.0 ଥିଲେ ଏହା ରାଶି ଚାଷ ପାଇଁ ଉତ୍ତମ ଅଟେ। ଅତି ମୋଟାଳ, ଲୁଣି ଓ ଖାରି ମାଟି ରାଶି ଚାଷ ପାଇଁ ଅନୁପଯୁକ୍ତ ଅଟେ। GT10, GT2 ଯାହାକି 90 ଦିନିଆ ଅବଧିର ରାଶି, ସେହିପରି ଉଷା, ଅମୃତ ଏହି ଭେରାଇଟି ଗୁଡ଼ିକ 75ରୁ 80 ଦିନ ମଧ୍ୟରେ ଅମଳ ହୋଇଥାଏ। ବର୍ଷା ଋତୁ, ଶୀତ ଋତୁ, ଗ୍ରୀଷ୍ମ ଋତୁ ଏ 3 ଋତୁରେ ଆମର ରାଶି ଚାଷ କରାଯାଇପାରେ। ମୁଖ୍ୟତଃ ଏକରକୁ 3ରୁ 4 କିଲୋ ବିହନ ରାଶି ଚାଷ ପାଇଁ ଆବଶ୍ୟକ ପଡ଼ିଥାଏ। ଏହି ଚାଷୀ ଭାଇ ଏକରକୁ 3 କିଲୋ ବିହନ ବ୍ୟବହାର କରିଛନ୍ତି ଏବଂ ସେ ମଧ୍ୟ ଆମର ଖତ ଓ ସାର ମଧ୍ୟ ବ୍ୟବହାର କରିଛନ୍ତି। 2 ଟନ୍ ସଢ଼ା ଗୋବର ଖତ ଏକରକୁ ଦେଇଥିଲେ। ତା ସହିତ 6 କିଗ୍ରା ଯବକ୍ଷାରଜାନ, 8 କିଗ୍ରା ଫସଫରସ୍, 8 କିଗ୍ରା ପଟାସ ସାର ବୁଣିବା ବେଳେ ବ୍ୟବହାର କରିଥିଲେ ଏବଂ 15ରୁ 20 ଦିନ ହୋଇସାରିଲା ପରେ 6 କିଗ୍ରା ଯବକ୍ଷାରଜାନ ସାର କୋଡ଼ା ଖୋସା କରି ଘାସ ବାଛିବା ଦେବା ପରେ ସେ ଦେଇଥିଲେ। ହଁ, ରାଶି ଫସଲରେ ମଧ୍ୟ ଆମେ ତୃଣନାଶକ ବା ଘାସ ମରା ଔଷଧକୁ ବ୍ୟବହାର କରିପାରିବା। ରାଶି ବୁଣିବାର 3 ଦିନ ମଧ୍ୟରେ ଏକର ପ୍ରତି ପେଣ୍ଡିମିଥାଲିନ୍ 30% ଇସି 900 ମିଲିକୁ 200 ଲିଟର ପାଣିରେ ଗୋଳେଇ ଏକର ପ୍ରତି ବ୍ୟବହାର କଲେ ଘାସର ଦମନ ହୋଇପାରିବ। କିମ୍ବା 15 ଦିନ ଯଦି ହୋଇଯାଇଥିବ, କୁଇଜାଲୋଫସ୍ ଇଥାଇଲ୍ 5% ଇସିର 500 ମିଲିକୁ 200 ଲିଟର ପାଣିରେ ଗୋଳେଇ ଗୋଟିଏ ଏକରରେ ପ୍ରୟୋଗ କଲେ ଘାସ ଦମନ ମଧ୍ୟ ହୋଇପାରିବ। ରାଶି ଫସଲରେ ପତ୍ରଚିତା ରୋଗ ପ୍ରାୟ ହୋଇଥାଏ। ଯଦି ପତ୍ରଚିତା ରୋଗ ହେଲା ତାହେଲେ କ୍ଲୋରାଥୋନିଲ୍ 75% WP-କୁ 20 ଗ୍ରାମ 10 ଲିଟର ପାଣିରେ ଗୋଳେଇ ସ୍ପ୍ରେ କଲେ ପତ୍ରଚିତା ରୋଗ ଦମନ ହୋଇଥାଏ। ତା ସହିତ ବୀଜାଣୁଜନିତ ରୋଗକୁ ଅକ୍ସିକ୍ଲୋରାଇଡ୍ 50% WP 30 ଗ୍ରାମ କିମ୍ବା କଳା ପଚା, ଶୁଖିଲା ମୂଳ ସଢ଼ା ହେଲେ କାର୍ବାଣ୍ଡାଜିମ୍ 50%କୁ WP 15 ଗ୍ରାମକୁ 10 ଲିଟର ପାଣିରେ ଗୋଳାଇ ସ୍ପ୍ରେ କରାଯାଇପାରିବ। ଝାଉଁଳା ପାଇଁ ମେଟିରାମ୍ 70% WG 15 ଗ୍ରାମ, ପାଉଁଶିଆ ରୋଗ ପାଇଁ ସଲଫର 80% WP 40 ଗ୍ରାମ ବା ପ୍ରୋପିକୋନାଜୋଲ୍ 25% ଇସି 10 ମିଲି ଓ ଫାଇଲୋଡ଼ି ପତ୍ରଗୁଚ୍ଛ ସବୁଜ ପତ୍ରଡିଆ ପୋକ ପାଇଁ ଥାୟୋମେଥୋକ୍ସାମ୍ 25% WG 10 ଗ୍ରାମ କିମ୍ବା ଆସିଟାମିପ୍ରିଡ୍ 20% SP 3.5 ଗ୍ରାମକୁ 10 ଲିଟର ପାଣିରେ ମିଶାଇ ଫସଲରେ ସିଞ୍ଚନ କଲେ ରାଶି ଫସଲରେ ଏସବୁ ଉପରୋକ୍ତ ବେମାର ଗୁଡ଼ିକ ପ୍ରାୟ ହେବନି। ହଁ, ଅମଳ ଆମେ କେତେବେଳେ କରିବା? ପତ୍ର ଓ ଫଳ ଗୁଡ଼ିକ ଯେତେବେଳେ ହଳଦିଆ ପଡ଼ିଯିବ ସେତେବେଳେ ଆମେ ତାହାକୁ କାଟି ଆଣି ବିଡ଼ା ବିଡ଼ା ବାନ୍ଧି ଖଳାରେ ପ୍ରାୟ 1 ସପ୍ତାହ ଶୁଖାଇଦେବା। ତାହାକୁ ଯାନ୍ତ୍ରିକ କିମ୍ବା ବର୍ତ୍ତମାନ ଭିଡ଼ିଓରେ ଦେଖିବା ପଦ୍ଧତି ଅନୁସାରେ ରାଶିକୁ ଅମଳ କରାଯାଇଥାଏ ଏବଂ ଅମଳ ହୋଇଯାଇଥିବା ପରେ 3-4 ଦିନ ରାଶିକୁ ସମ୍ପୂର୍ଣ୍ଣ ରୂପେ ଖରାରେ ଶୁଖିଲା ପରେ ମଞ୍ଜିରୁ ଜଳୀୟ ଅଂଶ 9 ଭାଗ ହେଲେ ଯାଇ ତାହାକୁ ସାଇତି ରଖିବା ଉପଯୋଗୀ ହୋଇଥାଏ। ଏକର ପ୍ରତି ବର୍ଷା ଋତୁରେ 3ରୁ 4 କ୍ୱିଣ୍ଟାଲ ଓ ରବି ବା ଖରାଟିଆ ଚାଷ ଜମିରୁ 4ରୁ 8 କ୍ୱିଣ୍ଟାଲ ଅମଳ ମିଳିଥାଏ। ପ୍ରକୃତରେ ରାଶି ଚାଷରେ ଭଲ ଲାଭ ହୋଇଥାଏ। ତେଣୁ ଆପଣମାନେ ଆଜି ତ ଏହି ଭିଡ଼ିଓରେ ଦେଖିଲେ ରାଶିକୁ କିପରି ପାରମ୍ପରିକ ରୂପରେ ଅମଳ କରାଯାଏ। ଠିକ୍ ନେକ୍ସଟ ଭିଡ଼ିଓରେ ଆମେ ଏହାକୁ ଯାନ୍ତ୍ରିକ ରୂପରେ କିପରି ଅମଳ କରିବା ତାପରେ ଟେକ୍ନିକ୍ ଦେଖିବା। ସମ୍ପୂର୍ଣ୍ଣ ରୂପେ ଭିଡ଼ିଓଟି ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ। ଥ୍ୟାଙ୍କ ୟୁ।